ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ରୁଦ୍ରାକ୍ଷ ଉପରେ ଗୋଟେ କଥା କହିବା ପୁଣି ଆଜି ରୁଦ୍ରାକ୍ଷ ଭିଡ଼ିଓ ଗୁଡ଼ା ଲୋକ ଟିକେ ଦେଖୁଛନ୍ତି। ସ୍ୱାସ୍ଥ୍ୟ ପାଇଁ କେଉଁ କେଉଁ ରୁଦ୍ରାକ୍ଷ ପିନ୍ଧିବେ? ସ୍ୱାସ୍ଥ୍ୟ ପାଇଁ କେଉଁ କେଉଁ ରୁଦ୍ରାକ୍ଷ ଆପଣ ଧାରଣ କରିବେ? ଆଗରୁ କହି ରଖିଛି, ଜ୍ୟୋତିଷ ଶାସ୍ତ୍ରରେ କିଛି ନାହିଁ, ରୁଦ୍ରାକ୍ଷ ବିଷୟରେ ଲେଖା ହେଇନି। ଶିବ ପୁରାଣ ହେଲା, ରୁଦ୍ରାକ୍ଷ ଜବଲୋପନିଷଦ ହେଲା। କିଛି ଲୋକ କହନ୍ତି ଶ୍ରୀମଦ୍ ଦେବୀ ମହାତ୍ମ୍ୟରେ ବି ଲେଖା ହେଇଛି, ମୁଁ ତ ପଢ଼ିନି ନିଜେ, କିନ୍ତୁ ଶିବ ପୁରାଣ ଆଉ ରୁଦ୍ରାକ୍ଷ ଜବଲୋପନିଷଦ ଏ ଦୁଇଟା, ରୁଦ୍ରାକ୍ଷ ଜବଲୋପନିଷଦ ଗୋଟେ ଛୋଟ ମାଇକ୍ରୋ ଉପନିଷଦଟେ, ଟୋଟାଲ ବଡ଼ ଉପନିଷଦ ଗୋଟେ ଯଦିଓ ଖଣ୍ଡ ନୁହେଁ। ଏଇଥିରେ ଯାହା ରୁଦ୍ରାକ୍ଷ ବିଷୟରେ ଲେଖା ହେଇଛି ତାକୁ ନେଇକି ମୁଁ କହୁଛି। ଦେଖନ୍ତୁ, ସ୍ୱାସ୍ଥ୍ୟର କାରକ ହେଲା କେଉଁ ଗ୍ରହ? ସୂର୍ଯ୍ୟ। ସୂର୍ଯ୍ୟଙ୍କ ପାଇଁ କେଉଁ ରୁଦ୍ରାକ୍ଷଟି ଆପଣ ଧାରଣ କରିବେ? ବାରମୁଖୀ। ଦ୍ୱାଦଶ ଆଦିତ୍ୟଙ୍କ ଦ୍ୱାରା ସେଟା ରୁଲ୍ କରାଯାଉଛି, ସେଥିଲାଗି ଆପଣ ବାରମୁଖୀ ଧାରଣ କରିବେ। ଆଗରୁ କହି ରଖିଛି, ପୁଣି କହୁଛି, କାରଣ କିଏ କେଉଁ ଭିଡ଼ିଓ ଦେଖୁଛି ମୁଁ ତ ଜାଣିପାରୁନି। এই ଯେଉଁ ଏକମୁଖୀ ସୂର୍ଯ୍ୟ, ଦୁଇମୁଖୀ ଚନ୍ଦ୍ର, ତିନିମୁଖୀ ମଙ୍ଗଳ, ଚାରିମୁଖୀ ବୁଧ, ପାଞ୍ଚମୁଖୀ ବୃହସ୍ପତି, ଏଇ ଯେଉଁ କୁହାଯାଏ ସମ୍ପୂର୍ଣ୍ଣ ଗୋଟେ ଭୁଲ। ଆର କୌଣସି ପ୍ରକାର ଲିଟରେଚର ବା ସ୍କ୍ରିପଚରାଲ ବେସ୍ ନାହିଁ। ନାହିଁ ଏ ଜିନିଷକୁ କେହି ପ୍ରମାଣ କରିଛନ୍ତି, ନାହିଁ କେଉଁଠି କହିଲେ ସ୍କ୍ରିପଚରାଲ ବେ ଲେଖା ବି ହେଇନି। ଏଇଟା ଗୋଟେ ସହଜିଆ ଜିନିଷ ପାଇଁ କରିଦିଆଗଲା। କିଛି ଲୋକ କହନ୍ତି ଯେ ନ୍ୟୁମରୋଲୋଜିକାଲି ଏଟା ହେଇଛି ବୋଲି, ହେଲେ ବି ହେଇପାରିବ ନାହିଁ। ସେମିତି ହେଲେ ନଅମୁଖୀଟା ମଙ୍ଗଳଙ୍କ ପାଇଁ ବାହାରିଥାନ୍ତା ଯଦି ନ୍ୟୁମରୋଲୋଜି ପ୍ରିନ୍ସିପଲ ଅନୁସାରେ ଆପଣ ଯିବେ। କିଛି ଜଣାର ଥିଲା, ରୁଦ୍ରାକ୍ଷ ବାହାରିଲା ତ 1ରୁ 9ମୁଖୀ ସୂର୍ଯ୍ୟଙ୍କ ପାଇଁ ଦେଇ ଦିଆଗଲା। ଏକମୁଖୀଟା ସୂର୍ଯ୍ୟଙ୍କ ପାଇଁ କଦାପି ନୁହେଁ। ଗୋଟିଏ ରୁଦ୍ରାକ୍ଷ ଟୋଟାଲ ଯଦି ଆମର 1ରୁ 25ମୁଖୀ ରୁଦ୍ରାକ୍ଷ ନେବା, ତାହେଲେ ସେଥିରୁ ଯଦି ଗୋଟିଏ ରୁଦ୍ରାକ୍ଷ ଯିଏକି ସୂର୍ଯ୍ୟଙ୍କ ସହିତ ରିଲେଟେଡ୍, ସିଏ ହେଲା ବାରମୁଖୀ। ଦ୍ୱାଦଶ ଆଦିତ୍ୟ, ସେଇଟା ପିନ୍ଧିବେ। ଦେହ ଭଲ ରହୁନି, ଇମ୍ୟୁନିଟି ବଢ଼ୁନି, ବାରମୁଖୀ। ବାରମୁଖୀ ରୁଦ୍ରାକ୍ଷକୁ କେମିତି ଏନର୍ଜାଇଜ୍ କରାଯାଏ ସେ ବିଷୟରେ ପରେ କେତେବେଳେ କହିବା, ଏବେ ଆଉ ସେଥିରେ ପଶିବାନି। ତ ବାରମୁଖୀ ରୁଦ୍ରାକ୍ଷ ଗୋଟେ ଧାରଣ କରିବେ, ନମ୍ବର 1। ଆଉ ଆପଣଙ୍କୁ ହେଲ୍ଥରେ କିଏ ସାହାଯ୍ୟ କରେ? ମନେ ରଖିଥାନ୍ତୁ, ହେଲ୍ଥ ଆଉ ଫିଟନେସ୍ ବିଷୟରେ ଗୋଟେ ଡିଫରେନ୍ସ ଅଛି। ମୋତେ କିଛି ରୋଗ ହେଉନାହିଁ, ଉଦାହରଣ ଦେଇ କହୁଛି ଆଜ୍ଞା, ସବୁ ପ୍ରକାର ରୋଗ ମୋ ପାଖରେ ଅଛି। ବ୍ଲଡ଼ ପ୍ରେସର, ଡାଇବେଟିସ୍, ଆଜମା, ଟୋଟାଲ ରୋଗର ଗନ୍ତାଘର ନୁହଁ, କିନ୍ତୁ ଉଦାହରଣ ଦେଇ କହୁଛି। ମନେକର ମୋତେ କିଛି ରୋଗ ହେଉନାହିଁ, ମୁଁ ଗୋଟେ ସାଧାରଣ ମଣିଷ, କିନ୍ତୁ ମୋତେ ରୋଗ ନାହିଁ। ତ ମୁଁ ହେଲି WHO ବା ହୁର ଗାଇଡ଼ଲାଇନ୍ ଅନୁସାରେ ମୁଁ ହେଇଗଲି ସୁସ୍ଥ, ସମସ୍ତଙ୍କ ସାଙ୍ଗରେ ମିଶୁଛି, ଅର୍ଥାତ୍ ମୋର ସୋସିଆଲ ହେଲ୍ଥ ଅଛି, ମେଣ୍ଟାଲ ହେଲ୍ଥ ଅଛି, ଫିଜିକାଲ ହେଲ୍ଥ ଅଛି, ଏବଂ ଠାକୁର ପୂଜା କରୁଛି, ସ୍ପିରିଚୁଆଲ ହେଲ୍ଥ ବି ଅଛି। ବା ଠାକୁରଙ୍କ ଯଦିଓ ଠାକୁର ପୂଜା କରିବାଟା ସ୍ପିରିଚୁଆଲିଟିର ଗୋଟେ ଇଣ୍ଡିକେସନ୍ ନୁହେଁ, କହିଲି ଗୋଟେ। ତେଣୁ କିନ୍ତୁ ମୋତେ ଆପଣ ଯଦି କହିବେ ଯେ 10 କିଲୋମିଟର ଦୌଡ଼ିଯାଏ, ଯେତେବେଳେ ମୁଁ ନିଜେ ବକ୍ସିଂ କରୁଥିଲି ମୋ ୟଙ୍ଗରେ, ସେତେବେଳେ ମୁଁ ମୋତେ ଦୌଡ଼ି ଯାଉଥିଲି, କିନ୍ତୁ ଏବେ ମୁଁ ଆଉ ଦୌଡ଼ିପାରିବି ନାହିଁ। ସିମିଲାରଲି ଆପଣ 20 ବର୍ଷ ପିଲା ଭାବରେ ଆପ୍ଲାଏ କରନ୍ତୁ। ପିଲାଟା ସାର୍ ରୋଗ ଫୋଗ ନାହିଁ ଯେ, କିନ୍ତୁ ଭାରି କାଉଁଡ଼ା ହେଉଛି, ଏକ୍ସରସାଇଜ କରୁନି, ଫିଜିକାଲ ଖେଳକୁଦ କରୁନି। ଦେଖନ୍ତୁ, ଏଇଟା ହେଲା ଫିଟନେସ୍। ହେଲ୍ଥ ଇଜ୍ ନଟ୍ ନେସେସରିଲି ଫିଟନେସ୍। ଆପଣଙ୍କର ବାୟୋକେମିକାଲ ପାରାମିଟର ସବୁ ଭଲ ଅଛି, ଆପଣ ହେଲ୍ଦି ହେଇଗଲେ। ମୋର ହାର୍ଟ ପ୍ରୋବ୍ଲେମ୍ ନାହିଁ, ଏ ନାହିଁ ସେ ନାହିଁ, ଠିକ୍ ଅଛି, ଗୁଡ୍। ଡକ୍ଟର ଦେଖିଦେଲା ରିପୋର୍ଟ, ଗୁଡ୍। କିନ୍ତୁ ହେଲ୍ଦି ହେବାଟା ନେସେସରିଲି ମିନ୍ କରୁନି
ଯେ ଆପଣ ଫିଟ୍ ବୋଲି। ଆପଣ ଦରକାର ପଡ଼ିଲେ ଗୋଟେ ଲୁହା ଉଠାଇ ପାରୁନଥିବେ, ଦରକାର ପଡ଼ିଲେ ଆପଣ ଦୌଡ଼ି ପାରୁନଥିବେ, ନା ଯଦି ବୁଲେଟ୍ ଚଲାଉଥିବେ ମୋ ଭଳିଆ ବୁଲେଟ୍ କେଉଁଠି ପଡ଼ିଗଲେ ତାକୁ ଟେକି ପାରିବେନି, ଇତ୍ୟାଦି ଇତ୍ୟାଦି। ତ ସେ ଫିଟନେସ୍ ପାଇଁ ଦାୟୀ ହେଲା କେଉଁ ଗ୍ରହ? ମଙ୍ଗଳ। ମଙ୍ଗଳ ଷ୍ଟ୍ରଙ୍ଗ, ସୂର୍ଯ୍ୟ ୱିକ୍। ପିଲାଟା ଭଲ ଫିଜିକାଲ ଏକ୍ସରସାଇଜ କରୁଥିବ, ଇଏ କରୁଥିବ, କିନ୍ତୁ ରୋଗରେ ପଡ଼ିବ। ସୂର୍ଯ୍ୟ ଷ୍ଟ୍ରଙ୍ଗ, ମଙ୍ଗଳ ୱିକ୍। ରୋଗ କିଛି ନଥିବ କିନ୍ତୁ ଇଏରେ ପଡ଼ିଯିବ, ଏକ୍ସରସାଇଜ ପଡ଼ିଯିବ, ଏକ୍ସରସାଇଜ କରିପାରିବନି। ମଙ୍ଗଳଙ୍କ ପାଇଁ ରୁଦ୍ରାକ୍ଷ 11 ମୁଖୀ। ଏକାଦଶ ରୁଦ୍ର, ସିଏ ଗଲା ଦ୍ୱାଦଶ ଆଦିତ୍ୟ, ଇଏ ଗଲା ଏକାଦଶ ରୁଦ୍ର। ତ ଖାଲି ଆପଣ ହେଲ୍ଦି ହେଇଯିବାଟା ଖାଲି କାମ ଦେବନି, ଆପଣ ଫିଟ୍ ବି ରହିବାର ଅଛି। ଆପଣ ଫିଜିକାଲ ଆକ୍ଟିଭିଟି କହିଲେ ଏବେ ଚାଲିକି ପଳେଇବାର ଅଛି, କିଛି ଗୋଟେ ଆକ୍ଟିଭିଟି କହିଲେ କରିବେ, ତ ସେଥିପାଇଁ ଆପଣ 11 ମୁଖୀ ଦରକାର। ତ 12 ମୁଖୀ 11 ମୁଖୀ ହେଇଗଲା। ଇଏ ହେଇଗଲା ଆପଣଙ୍କର ହେଲ୍ଥଟା ଆପଣଙ୍କ ତରଫରୁ। ଆପଣ କେବେ ସେ ହେଲ୍ଦି ଅଛନ୍ତି, ସବୁ ଅଛନ୍ତି, କିନ୍ତୁ ବାରମ୍ବାର ନଜର ଲାଗିଯାଉଛି। ଦେଖନ୍ତୁ, ମୁଁ କୌଣସି ଅନ୍ଧବିଶ୍ୱାସକୁ ପ୍ରମୋଟ କରୁନାହିଁ, କିନ୍ତୁ ଆଜିକାଲି ଯେଉଁ ପାରାନର୍ମାଲ ସୋସାଇଟି ଲୋକମାନେ ବାହାରୁଛନ୍ତି, ସେମାନେ ଯେମିତି କହୁଛନ୍ତି ଯେ ଗୋଟିକୁ ମଶାଣି ପାଖ ଦେଇ ପଳେଇଲା ବେଳକୁ ଗୋଟେ ଲୋକକୁ ଜ୍ୱର ହେଇଯାଉଛି, ସେ ହେଉଛି। ଆପଣ ସେସବୁ ଜିନିଷ ପାଇଁ ତାଙ୍କଠୁ ଶୁଣିପାରନ୍ତି। ପର୍ସନାଲ ମତ ହେଲା ଯେ ଏମିତି ଗୋଟେ ଇଭିଲ୍ ଅଛି, ମୁଁ ପର୍ସନାଲ ମତ ଦେଉଛି, କିନ୍ତୁ ତାକୁ ବହୁତ ଜାଗାରେ ମିସଲିଡ଼ିଂ କରିଦିଆଯାଇଛି। ହେଇନଥିବ, ଲୋକ ଡରିଯିବେ, ସାର୍ ମୋତେ ଗୁଣି ହେଇଛି, ସାର୍ ମୋତେ ଇଏ ହେଇଛି। କିନ୍ତୁ ଆପଣ ଯଦି ସେଇ ପଜେସନ୍ ବା ଏକ୍ସୋରିସିଜମ୍, ତାର ଓଡ଼ିଆ ନାଁ ଗୁଡ଼ା ମୁଁ ଜାଣିନି, ସିଧା ବୋଧେ ଗୁଣିଗାରେଡ଼ି, ଏସବୁ ଜିନିଷ ଜାଣିବାକୁ ଚାହୁଁଛନ୍ତି, ତାର ପାରାନର୍ମାଲ ସୋସାଇଟିରେ ଗୋଟେ ଏବେ ସେମାନେ ଅପରେଟ୍ କରୁଛନ୍ତି ଭାରତର ବିଭିନ୍ନ ପ୍ରାନ୍ତରେ। ତାପରେ ବହି ବି ଲେଖା ହେଇଛି, ସିନେମା ବି ହେଇଛି, ଆପଣ ପଢ଼ନ୍ତୁ। ସବୁବେଳେ ଗୋଟେ ଜିନିଷଟାକୁ ଡିନାଇ କରିଦେବାଟା ସହଜ, ନାହିଁ ଏମିତି କିଛି। ଆପଣ କେମିତି ଜାଣିଲେ? ଆପଣ ପଢ଼ିଛନ୍ତି, ଆପଣ ପ୍ରାକ୍ଟିସ୍ କରୁଛନ୍ତି, ଆପଣ ଜାଣିନାହାନ୍ତି। ତେଣୁ ମୋ ମତରେ ସେ ଯେଉଁ ଗୋଟେ ଇଭିଲ୍ ଆଇ ବୋଲି କୁହାଯାଏ, ବା ସେ ଲୋକକୁ ନଜର ଲାଗିଯାଉଛି, କୁଆଡ଼େ ବାହାରକୁ ଗଲେ ବୁଲିକି ଆସିଲା ବେଳକୁ ତା ଦେହଟି ଭଲ ଲାଗୁନି, ମୋ ମତରେ ଏଇଟା ଗୋଟେ ସମ୍ପୂର୍ଣ୍ଣ ରୂପେ ଅନ୍ଧବିଶ୍ୱାସ ନୁହେଁ। ଯଦିଓ 70% କେସ୍ କି 80% କେସ୍ରେ ଲୋକ ଆକୁ ଭୁଲରେ ନେଇଯାଆନ୍ତି, ଆଜି ଝାଡ଼ି ଆଣିବା, ଇଏ କରିବା, ସେ କରିବା। ଏଇଟା ଉର୍ଜା କ୍ଲିନିଂ କୁହାଯାଏ। ଆପଣଙ୍କର ଯେଉଁ ଉର୍ଜାଟା ଅଛି, ସେ ଉର୍ଜାଟାକୁ କ୍ଲିନ୍ କରାଯାଏ। ତ କିନ୍ତୁ ପର୍ସନାଲ ମତରେ ଅଳ୍ପ ବହୁତ ଏଇଟା ଅଛି। ତ ସେଇଟାକୁ ପ୍ରୋଟେକ୍ସନ୍ କିଏ କରିବ? ମୁଁ ଏକ୍ସରସାଇଜ କରୁଛି, ମୋର ଇଣ୍ଟରନାଲ ପ୍ରୋବ୍ଲେମ୍ କିଛି ନାହିଁ, କିନ୍ତୁ ବାହାର ଏଇ ଯେଉଁ ମୋତେ ନଜର ଲାଗିଲା ଜ୍ୱର ହେଇଯାଉଛି, ହେଉଛି। ତ ସେଥିପାଇଁ ଗୋଟେ ଭଲ ରୁଦ୍ରାକ୍ଷ ହେଲା, ସେ ହେଲା 16 ମୁଖୀ। ଆପଣଙ୍କୁ 8 ମୁଖୀ ରୁଦ୍ରାକ୍ଷ ଆଉ 16 ମୁଖୀ ଠିକ୍ ଡବଲ। 8 ମୁଖୀ ରୁଦ୍ରାକ୍ଷ ବି ଆପଣଙ୍କର ଅଷ୍ଟମୂର୍ତ୍ତି ଭୈରବ। ଦେଖନ୍ତୁ, ଏଟା ଭୈରବ, ସେଇଟା ହେଲା ମହାମୃତ୍ୟୁଞ୍ଜୟଙ୍କର। ଆଉ ଗୋଟେ ବହୁତ ରେୟାର ରୁଦ୍ରାକ୍ଷ ଅଛି, ଯେଉଁଟାକି 22 ମୁଖୀ ରୁଦ୍ରାକ୍ଷ ବୋଧେ, ଯେଉଁଟାକି ଭୈରବଙ୍କ ଦ୍ୱାରା ଆସୋସିଏଟେଡ୍ ବୋଲି କୁହାଯାଉଛି, ମୁଁ ପଢ଼ିନି କେଉଁଠି। ତ 16 ମୁଖୀ ଗୋଟେ ଆପଣଙ୍କର ବହୁତ ରେୟାର ହେଇଯାଉଛି, ସେଟା ବି ଆପଣ ପିନ୍ଧି ପାରିବେନି। ତେଣୁ 8 ମୁଖୀ ହେଲା ଆପଣଙ୍କର ଭୈରବଙ୍କ ଦ୍ୱାରା ରୁଲ୍ ହେଉଛି। ଭୈରବ ପ୍ରୋଟେକ୍ସନ୍ କରିବେ। ଆପଣ କହିବେ ସାର୍ ଏକାଦଶ ରୁଦ୍ର କରିବେନି କି? ନାହିଁ, ସେମିତି ଆପଣ ନେବେନି। ସେମିତି ହେଲେ କ'ଣ ସୂର୍ଯ୍ୟ କୌଣସି ରୁଦ୍ରାକ୍ଷ ସେମିତି ଆପଣ ପ୍ରୋଟେକ୍ସନ୍ କରିବେନି କି? ନାହିଁ, ସ୍ପେଶିଆଲାଇଜ୍ ରୁଦ୍ରାକ୍ଷ କେଉଁଟା? ଏଠାରେ ହେଲା 8, 11 ଏବଂ 12 ଆପଣ ସ୍ୱାସ୍ଥ୍ୟ ପାଇଁ ପିନ୍ଧିବେ। ଯଦି ସାଂସାରିକ ଲୋକ ହେଇଛନ୍ତି, ଆ ଭିତରୁ ଯେକୌଣସି ଗୋଟେ ରୁଦ୍ରାକ୍ଷ ଗୌରୀଶଙ୍କର ହେବା ଆବଶ୍ୟକ। ରିପିଟ୍ କରି କହୁଛି, ଯଦି ସାଂସାରିକ ଲୋକ ହେଇଛନ୍ତି, ଆ ଭିତରୁ ଯେକୌଣସି ଗୋଟେ ରୁଦ୍ରାକ୍ଷ ଗୌରୀଶଙ୍କର ହେବା ଆବଶ୍ୟକ। 8 ମୁଖୀ ଗୌରୀଶଙ୍କରଟା ଆପଣଙ୍କୁ ଅଳ୍ପ ପଇସା ପଡ଼ିବ, ସେଇଟା କରିଦେବେ। ଗୌରୀଶଙ୍କର ରୁଦ୍ରାକ୍ଷ ନ ପିନ୍ଧିଲେ ଆପଣଙ୍କ ଭିତରେ ଗୋଟେ ବୈରାଗ୍ୟ ଭାବ ଜାତ ହେବ, ଯେଉଁଟାକି ମୁଁ ସବୁବେଳେ ସାଂସାରିକ ଲୋକମାନଙ୍କୁ ଯେତେବେଳେ ରୁଦ୍ରାକ୍ଷ ଦିଏ, ମୁଁ ମୋ ଆଡ଼ୁ ସମ୍ପୂର୍ଣ୍ଣ ଚେଷ୍ଟା କରେ କେମିତି ଗୋଟେ ଗୌରୀଶଙ୍କର ଥାଉ। 2ଟା ରୁଦ୍ରାକ୍ଷ 3ଟା ରୁଦ୍ରାକ୍ଷ ବନ୍ଧ ଭିତରେ ଗୋଟେ କେମିତି ଗୌରୀଶଙ୍କର ଥାଉ। 8 ମୁଖୀଟାକୁ ଆପଣ ଗୌରୀଶଙ୍କର କରିଦେବେ, କାରଣ ଗୋଟେ ଯୋଡ଼ା ନମ୍ବର ଅଛି। ସୂର୍ଯ୍ୟ ମଙ୍ଗଳଙ୍କ ଜାତକଟା ଆପଣ ନ କରିବେ, ନ କରିବେ। 3ଟା ଯାକ ମୁଁ ଆପଣଙ୍କୁ ଦେଇଦେଲି। ଆପଣ କହିବେ ନା ସାର୍, ଯଦି ଝିଅମାନଙ୍କୁ କରୁଛନ୍ତି 11 ମୁଖୀ ଜାଗାରେ 9 ମୁଖୀ ଦେଇଦେବେ। ସେଇ ଝିଅମାନଙ୍କର ସେଇ ସୂର୍ଯ୍ୟ, ମୁଁ କୌଣସି ଜେଣ୍ଡରକୁ ଡିସ୍କ୍ରିମିନେଟ୍ କରୁନି ଆଜ୍ଞା। ମାନେ
उदाहरण देवाक खराब लगुच बट आपणकर लेडीज मान ड्रेस अलग रोचे पुरुष मान ड्रेस भी अलग रोचे जदि से सामान कपड़ा तैयारी तो से भाया रुद्राक्ष गोटे स्पेशलाइज जोटा नव मातृका नवमुखी रुद्राक्षटा सेटा टिके बेटर कि आम लेडीज मान रेकमेंड करवा डिस्क्रिमिनेशन अपार्ट मो मत संविधान मत समस्त सामान किंतु यही रुद्राक्षटा रेकमेंड कराई लिखाई नव मातृका ताको एकादश रुद्रटा देखेनि अर्थात से जगह जो स्वामीटी आसूची आपन 11 सियाड़ू पलि आसवा 8 11 12 से जेकोसी गोटे रुद्राक्ष गौरी शंकर करदे जदि अनम्यारिड अच्छे 3टा जाक सेमती बिंदु जदि एपटू स्त्रीटी आसूची साइड रहिबो 9 11 12 अनम्यारिड थे सेमती देदे म्यारिड थे हाथ जेकोसी गोटे रुद्राक्ष गौरी शंकर करदे 9 मुखी गौरी शंकर करवाटा बेटर क्या बेसी पैसा मिलने सहज आभेलेबुल हो तो स्वास्थ्य ये 3टा रुद्राक्ष आप पिंधे लोक मैंने पचार सार आपड़ के रुद्राक्ष पकाउं कौन कर गोटे प्रश्न आसला तार उत्तर दबाटा भावुँ जरूरी बोली तो मुझे मुखी रुद्राक्ष पकाउं नुहे कि मो देह रुद्राक्ष थाए सब मु सिद्धमाला पकई 1 ରୁ 15 मुखी जाके आमती गुटिका रुद्राक्ष पकई रुद्राक्ष सब थाए कारण रुद्राक्ष धारण कर बहुत दिन जाके आप मत को मत नहीं कि ये करतुनि मुझे आइडियाल नुहे ना ही मुझे सांसारिक सिचुएसन रोचे ना ही मुझे लोक भाया पैसा पचर गुड़ाऊँगी रुद्राक्ष ज्योतिष जेहेतु रुद्राक्ष पर लिखुची निजे पकई था तेणु मत आप आइडियाल नेबेनि स्वास्थ्य हिसाब से आपको जोड़ा दरकार सी आपंकर सूर्य आ मंगल आ गोटे भैरव कि भैरवी प्रोटेक्शन भैरवटा लाटम कि भैरव हेल्ले नमुखी हो जदि आउ कि रुद्राक्ष विषय आपंकर जानवर अच्छे किणवार अच्छे पचार अच्छे दयाकोरी पेड कनसल्टेशन ने निजे निजे पिंधि पकेबे ना मो पाखु नुहे जो मैंने रुद्राक्ष एक्सपर्ट अच्छा पाखु जातु मु तो आज्ञा एकाटिया लोक केते लोक देखिपार जातक रुद्राक्ष एक्सपर्ट ऑनलाइन मिल जाऊँ फ्री ऑफ कंसल्टेशन जानतु पचार सब जगह फ्री माने खराब क्वालिटी सर्विस नुहे से फ्रीटा को तो पर रुद्राक्ष स्केल करके एडजस्ट करदे बट अवेलेबल अच्छे बहुत लोग फ्री अच्छा सर फ्री होनी मुझे फ्री सर्विस दिया निजे निजर ज्योतिष हेबेनि कारण मुझे जहाँ कहूँ सब है गोटे प्रकार डेस्क्रिप्शन प्रेस्क्रिप्शन नुहे जहाँ कहवाक चाहूँगी जोटा सब डेस्क्रिप्शन आपणकर स्थिति की नहीं कि आउरी से जगह मत देखा पड़ो आप ग्रह स्थिति देखिए मैं टिके चेंज करा पड़ो ओवरऑल गोटे प्रेस्क्राइब करना जमती कि आप डायबिटीज जदि अच्छी एमती एमती लाइफ रुहतु एमती लाइफ रहीगले डायबिटीज हम जमी नहीं आपंकर सेमती थी मोर भी सेमती थी आम मेडिकेशन अलग हम कारण माइन्यूटली देखिले प्रेस्क्रिप्शन टा बदल हो आशा करुँच मुझे कौच आप बुझीपार भिडियोटी भल लगे लाइक करेंगे खराब लगे डिसलाइक करेंगे कमेंट छोड़ा किसी लिखा दरकार ना यदि किसी भैल्युएबल कमेंट अच्छे लिखूँ जोटा कि मुझे जानी थी जानवी 10टा लोक जान जानवे आउ शेयर करदेवे जदि मु बहुत कृतज्ञ हेबी आप मो भयसटा जब मैक्सिमम लोक पाक पहुँच हो आज ये जब महादेव चाहते आ गए भिडियो नहीं खूब शीघ्र आप उपस्थित हेबी आज आज्ञा दिंतु ओम नमः शिवाय।